ଆପଣମାନଙ୍କୁ ସମସ୍ତଙ୍କୁ ଆମର ଏହି ଉତ୍କର୍ଷ କାର୍ଯ୍ୟକ୍ରମକୁ ସ୍ୱାଗତ। ଆଜି ଆମେ FC ଅର୍ଥାତ୍ ଫାଉଣ୍ଡେସନ୍ କ୍ୟାମ୍ପର ୱାର୍କସିଟ୍ 3 ଡିସ୍କସନ୍ କରିବା। ତାହେଲେ ୱାର୍କସିଟ୍ 3ର ଟପିକ୍ କ'ଣ ରହିଛି ତାହା ପ୍ରଥମେ ଜାଣିବା। ୱାର୍କସିଟ୍ 3ର ଟପିକ୍ ହେଉଛି ସ୍ପିକିଂ ଆକ୍ଟିଭିଟି ଇଣ୍ଟ୍ରୋଡ୍ୟୁସ୍ ସେଲ୍ଫ। ତ ଏଥିରେ ଆମେ ନିଜକୁ ଇଣ୍ଟ୍ରୋଡ୍ୟୁସ୍ କରିବା। ଏଠି ଯେମିତିକି ଦେଇଛି ହ୍ୟାଲୋ, ଆଇ ଏମ୍ ଅନାମିକା ସାହୁ, I am 14 years old. I live in Puri. My father, mother, brother and sister live with me. I study in Gadadhar High School. When I grow up, I want to become a teacher. ତ ଏଠାରେ ମୁଁ ମୋର ଇଣ୍ଟ୍ରୋଡକ୍ସନ୍ ଦେଲି। ତ ତୁମେମାନେ ତୁମର ଇଣ୍ଟ୍ରୋଡକ୍ସନ୍ ଦେବ। ତ ସେ ଅନୁସାରେ ହ୍ୟାଲୋ, ଆଇ ଆମ୍ ନିଜର ନାଁ ଲେଖିବ। ଦେନ୍ ଆଇ ଆମ୍ 14 years old। ତ ତୁମେମାନେ ତୁମ ଏଜ୍ ଲେଖିବ। ନେକ୍ସଟ କେଉଁ ଜାଗାରେ ରହୁଛ, ପୁରୀ ବଦଳରେ ତୁମେ ସେ ସ୍ଥାନର ନାମ ଲେଖିବ। ନେକ୍ସଟ ମାଇ ଫାଦର, ମଦର, ବ୍ରଦର ଆଣ୍ଡ ସିଷ୍ଟର ଲିଭ୍ ୱିଥ୍ ମି। ଆଇ ଷ୍ଟଡି ଇନ୍ ଡ୍ୟାସ୍ ସ୍କୁଲ। ତ ତୁମେ ତୁମ ସ୍କୁଲର ନାମ ଲେଖିବ। ହ୍ୱେନ୍ ଆଇ ଗ୍ରୋ ଅପ୍ ଆଇ ୱାଣ୍ଟ ଟୁ ବିକମ୍ ଏ ଟିଚର। ତୁମେମାନେ ସେ ଅନୁସାରେ ଡକ୍ଟର, ଇଞ୍ଜିନିୟର ଯାହା ବି ତୁମେ ହେବା, ସୋସିଆଲ ୱାର୍କର ଯାହା ବି ହେବା ପାଇଁ ଚାହୁଁଛ ସେୟା ଲେଖିବ। ଠିକ୍ ଅଛି। ତ ଏଇଟା ରହିଲା ଆମର ଆକ୍ଟିଭିଟି ଏ। ନେକ୍ସଟ ଆସିଲା ଆକ୍ଟିଭିଟି ବି। Activity B. Now imagine that you are a star, a film star, a sports star, a political leader. ତ ତୁମେ ଯାହା ହେବା ପାଇଁ ଚାହୁଁଛ ସେଇ ଅନୁସାରେ ନିଜକୁ ସେୟା ଭାବି ଏଠି ତାର ଇଣ୍ଟ୍ରୋଡକ୍ସନ୍ ଦେବ। ତ ଏଠି ମୁଁ ନିଜକୁ ଫିଲ୍ମ ଷ୍ଟାର ଭାବିଲି, ତ ତୁମେ ସେଇ ଅନୁସାରେ ଅଲଗା ଯାହା ଭାବୁଥିବ ଲେଖିପାରିବ। ହ୍ୟାଲୋ, ଆଇ ଆମ୍ ଅମିତାଭ ବଚ୍ଚନ, ଆଇ ଆମ୍ ଆନ୍ ଆକ୍ଟର, ଆଇ ଆମ୍ 75 years old, ଆଇ ଲାଇକ୍ ପ୍ଲେଇଂ କ୍ରିକେଟ୍। ତ ଏଠାରେ ମୁଁ କହିଲି କ'ଣ, ମୁଁ ହେଉଛି ଅମିତାଭ ବଚ୍ଚନ। ଆଉ ଆମେ ଯେମିତି ଜାଣିଛେ ଅମିତାଭ ବଚ୍ଚନ ହେଉଛନ୍ତି କ'ଣ, ଆକ୍ଟର। ତ ଆଇ ଆମ୍ ଆନ୍ ଆକ୍ଟର। ନେକ୍ସଟ ଆମେ ତାଙ୍କ ଏଜ୍ ଲେଖିବା। ତ ଆଇ ଆମ୍ 75 years old। ତାପରେ ତାଙ୍କ ହବି ଲେଖିବା। ଆଇ ଲାଇକ୍ ପ୍ଲେଇଂ କ୍ରିକେଟ୍। ତ ହବି ଲେଖିଦେଲେ। ଏବେ ଆସିଲା ଆକ୍ଟିଭିଟି ସି। ରାଇଟ୍ 5 sentences on another favorite person। ତ ଆଉ ଜଣେ ଫେଭରେଟ୍ ପର୍ସନଙ୍କ ଉପରେ ଆମେ 5ଟି ସେଣ୍ଟେନ୍ସ ଲେଖିବା। ଆଉ ଜଣେ ଫେଭରେଟ୍ ପର୍ସନ ଆମେ ଚାହିଁଲେ ଫିଲ୍ମ ଷ୍ଟାର, ସ୍ପୋର୍ଟସ୍ ଷ୍ଟାର, ପଲିଟିକାଲ ଲିଡର କିଛି ବି ନେଇପାରିବା। ତ ମୁଁ ଏଠି ନେଲି ସ୍ପୋର୍ଟସ୍ ଷ୍ଟାର। ହ୍ୟାଲୋ, ଆଇ ଆମ୍ ବିରାଟ କୋହଲି, ଆଇ ଆମ୍ ଏ କ୍ରିକେଟର, ଆଇ ଲିଭ୍ ଇନ୍ ମୁମ୍ବାଇ, ଆଇ ଆମ୍ 35 years old, ଆଇ ଲାଇକ୍ ଡ୍ୟାନ୍ସିଂ।